ପ୍ରଥମ ପ୍ରେମ ଭାଗ 1। ସମସ୍ତଙ୍କୁ ପ୍ରଥମେ ଆନ୍ତରିକତାର ସହ ପ୍ରଣାମ ଜଣାଇ ମୁଁ ଗୋଟେ ନୂଆ କାହାଣୀ ଆରମ୍ଭ କରୁଛି, ଯାହାକି ଆପଣମାନଙ୍କୁ ଭଲ ଲାଗିବ କି ନାହିଁ ଜଣାନାହିଁ, ତଥାପି ଚେଷ୍ଟା କରିବି। ତେଣୁ ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଦରକାର। ଯଦି କିଛି ଭୁଲ ଥାଏ ତେବେ କ୍ଷମା କରିଦେବେ। ସ୍ୱାତୀ, ସ୍ୱାତୀ, ମୋ କଥା ଟିକେ ଶୁଣ। ଆରେ ଏତେ ଅବୁଝ ହୁଅନି, କହି କହି ପଛରୁ ଡାକି ଚାଲୁଥିଲା ଋତୁରାଜ। ସ୍ୱାତୀ କିନ୍ତୁ ଋତୁରାଜର କଥାକୁ ଜମାରୁ କର୍ଣ୍ଣପାତ ନ କରି ଆଗେଇ ଚାଲିଥିଲା ନିଜ ଗନ୍ତବ୍ୟ ପଥ ଅଭିମୁଖେ। ଇଚ୍ଛା ଥିଲା ଘରକୁ ଚାଲିଯିବ, ଋତୁରାଜର କଥାକୁ ଆଉ ଜମାରୁ ଶୁଣିବ ନାହିଁ। ସେଥିପାଇଁ ଋତୁରାଜ ଯେତେ ଡାକୁଥିଲେ ବି ସେ ଜମାରୁ ଶୁଣୁନଥିଲା। ଋତୁରାଜ ମଧ୍ୟ ଡାକି ଡାକି ନିରାଶ ହେବା ପରେ ଆଉ କିଛି ଉପାୟ ନ ପାଇ ସ୍ୱାତୀ ଆଗକୁ ଚାଲି ଯାଇଥିଲା। ଆଗରେ ଛିଡ଼ା ହୋଇଯାଇ ପଚାରୁଥିଲା, କ'ଣ ପାଇଁ ତୁମେ ଏମିତି ଚାଲି ଯାଉଛ? କ'ଣ ପାଇଁ ମୋ କଥାକୁ ଗୁରୁତ୍ୱ ଦେଉନ? ମୁଁ କ'ଣ ତୁମର କେହି ନୁହେଁ? ଚିଲେଇ କରି ସ୍ୱାତୀ ଉତ୍ତର ଦେଇଥିଲା, ହଁ, ତୁମେ ମୋର କେହି ନୁହେଁ। କ'ଣ ପାଇଁ ତୁମେ ମୋ ପଛରେ ପଡ଼ିଛ? ମୁଁ ତୁମକୁ ମନା କରୁଛି ନା, ହେଲେ ବି ତୁମେ ମୋ କଥା ନ ଶୁଣି କ'ଣ ପାଇଁ ଆସୁଛ ଆଉ ମୋତେ ହଇରାଣ କରୁଛ? ମୋତେ କ'ଣ ଟିକେ ଶାନ୍ତିରେ ରଖେଇ ଦେବନି? ସ୍ତବ୍ଧ ହୋଇଗଲା ଋତୁରାଜ। ଭାବି ପାରୁନଥିଲା କ'ଣ ଏସବୁ ହେଇଯାଉଛି ବୋଲି। କ'ଣ ପାଇଁ ସ୍ୱାତୀ ଆଜି ତାକୁ ଏମିତି କହୁଛି ବୋଲି। ସତରେ କ'ଣ ସେ ସ୍ୱାତୀ ପାଇଁ ଆଜି ଏତେ ଅଲୋଡ଼ା? ସତରେ କ'ଣ ସେ ସ୍ୱାତୀକି ଆଜି ହଇରାଣ କରୁଛି? ମନେ ମନେ ଏସବୁ ଭାବି ଭାରି ହୃଦୟ ଭିତରୁ ତାର କୋହ ବାହାରି ଆସୁଥିଲା। ଚାହୁଁ ଚାହୁଁ ଆଖି ଦୁଇଟି ଶ୍ରାବଣର ବାରିଧି ପରି ଭରି ହୋଇ ଯାଉଥିଲା। ଲାଗୁଥିଲା ଯେମିତି କଳାହାଣ୍ଡିଆ ମେଘ ଗୋଟେ ଆସି ହଠାତ୍ ତା ଉପରେ ବରଷି ହୋଇଗଲା। ଲୁହ ଲହୁ ଏକାଠି ହୋଇ ସେ ଏତେ ବିଚଳିତ ହୋଇଗଲା ଯେ ପାଟିରୁ ତାର କଥା ବାହାରିବା ପରିବର୍ତ୍ତେ କେବଳ କଇଁ କଇଁ ହୋଇ କାନ୍ଦ ବାହାରି ଆସୁଥିଲା। ଛୋଟ ଛୁଆଟେ ପରି କାନ୍ଦି କାନ୍ଦି ସେ ସେଇଠି ବସିଗଲା। ସ୍ୱାତୀକୁ କିନ୍ତୁ ଏସବୁର କିଛି ଫରକ ପଡ଼ୁନଥିଲା। ବରଂ ସେ ଋତୁରାଜକୁ ଆଡ଼ କରିଦେଇ ସେଠାରୁ ରାଗ ତମ ତମ ହୋଇ ଚାଲି ଯାଉଥିଲା, ଯାହାକି ଋତୁରାଜର ଆଉ ସାହସ ହେଉନଥିଲା ସ୍ୱାତୀକୁ ସେଠାରେ ଅଟକାଇବା ପାଇଁ। କାରଣ ତା କଥା, ତା କଟାକ୍ଷ ଆଜି ଋତୁରାଜକୁ ଭିତରୁ ଦୁର୍ବଳ କରିଦେଇଥିଲା। ସେ ନିଜେ ଆଉ ଭାବି ପାରୁନଥିଲା କ'ଣ କରିବ ବୋଲି। ଯାହାକୁ ଦିନେ ଏତେ ଭଲ ପାଉଥିଲା, ଯାହାକୁ ଜୀବନର ସବୁକିଛି ମାନି ନେଇଥିଲା, ସେ ଆଜି ଏତେ ବଡ଼ ଦୁଃଖୀ ହୋଇଯିବ ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ପାରୁନଥିଲା। ସେଥିପାଇଁ ତା ମନଟା ଆଜି ଏତେ ଭାଙ୍ଗି ଯାଇଥିଲା ଯେ କାନ୍ଦିବା ଛଡ଼ା ତା ପାଖରେ ଆଉ କିଛି ଉପାୟ ନଥିଲା। ସେମିତି ସେଇଠାରେ ବସି ରହି କାନ୍ଦି ଚାଲୁଥିବା ବେଳେ ତା ସାଙ୍ଗ ରୋହିତ ଆସି ସେଠାରେ ପହଞ୍ଚି ଯାଇଥିଲା। ଋତୁକୁ ଦେଖି ତା ପାଖରେ ବସିପଡ଼ି ପଚାରୁଥିଲା, ଆରେ ଋତୁ, ଆରେ ତୋର କ'ଣ ହେଇଛି? ଆଉ ତୁ ଏଇ ରାସ୍ତା ମଝିରେ ବସି କ'ଣ ପାଇଁ କାନ୍ଦୁଛୁ? ଋତୁ କିଛି ଉତ୍ତର ଦେଇ ପାରୁନଥିଲା, ବରଂ ଗୋଟେ ରାହାରେ ସେମିତି କାନ୍ଦି ଚାଲୁଥିଲା। ତେଣୁ ବାଧ୍ୟ ହୋଇ ରୋହିତ ତାକୁ ଜୋର କରି ହଲେଇ ଦେଉଥିଲା। ପଚାରୁଥିଲା, କ'ଣ ହୋଇଛି ତୋର? କ'ଣ ପାଇଁ ତୁ ଏ ରାସ୍ତା ଉପରେ ଏମିତି ବସି ରହି କାନ୍ଦୁଛୁ? ଋତୁରାଜ ଏଥର ରୋହିତ ମୁହଁକୁ ଚାହିଁ ତାକୁ କୁଣ୍ଢେଇ ଧରି ପକେଇବା ସହ କାନ୍ଦି କାନ୍ଦି କହୁଥିଲା, ସବୁ ସରିଗଲାରେ ରୋହିତ। ମୋ ଜୀବନର ସବୁ ହସ ଖୁସି ଆଜି ସବୁ ସରିଗଲା, ଯାହାକି ମୁଁ ଚାହିଁଲେ ମଧ୍ୟ ଆଉ ପାଇପାରିବି ନାହିଁ, କହି ରୋହିତର କାନ୍ଧରେ ମଥା ରଖି ପୁଣି କାନ୍ଦି ଚାଲୁଥିଲା। ତେଣୁ ରୋହିତ ବି ଆଉ ନିଜକୁ ସମ୍ଭାଳି ନପାରି କାନ୍ଦି ଦେବାକୁ ଯାଉଥିଲା। ହେଲେ କାଳେ ଋତୁରାଜ ଆହୁରି ଭାଙ୍ଗି ପଡ଼ିବ, ସେ କଥା ଭାବି ନିଜ ମନକୁ ବୁଝେଇ ଦେଇ ଚୁପ୍ ହୋଇ ଯାଉଥିଲା। ଋତୁରାଜକୁ ବୁଝେଇ ସୁଝେଇ ତୁନି କରେଇବା ସହ ପଚାରୁଥିଲା, ମୋତେ ଆଗ କହ କ'ଣ ହେଇଛି, ତାପରେ ଯାହା ମୁଁ କରିବି। ଋତୁରାଜ ବି ରୋହିତ କଥା ଶୁଣି କିଛି ସମୟ ପରେ ନିଜକୁ ବୁଝେଇଥିଲା। ଆଖିରୁ ଲୁହ ପୋଛିଦେଇ କହିବାକୁ ଆରମ୍ଭ କଲା, ଏହାପରେ କ'ଣ ହେଲା ଆମେ ଭାଗ 2ରେ ପଢ଼ିବା। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ କମେଣ୍ଟ କରିବେ। ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଯଦି କିଛି ଭୁଲ ରହିଯାଇଥାଏ ସାନ ଭଉଣୀ ଭାବି କ୍ଷମା କରିଦେବେ।